ଏବେ ଏବେ ଆସିଲା ବଡ଼ ଖୁସି ଖବର ମଧୁବାବୁ ପେନ୍ସନ୍ ଭତ୍ତା ହିତାଧିକାରୀଙ୍କୁ ମିଳିବ 3000 ଟଙ୍କା ଭତ୍ତା ରାଶି। ତେବେ ଭିଡ଼ିଓକୁ ଆଗକୁ ଜାଣିବା ପୂର୍ବରୁ ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ତେବେ ଦର୍ଶନ୍ତୁ ମଧୁବାବୁ ପେନ୍ସନ୍ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ରାଜ୍ୟ ସରକାର ଦେଇଛନ୍ତି। ଏଣିକି ରାଜ୍ୟରେ ଥିବା ବୃଦ୍ଧ ବିଧବାମାନଙ୍କୁ ଏଣିକି 3000 ଟଙ୍କା ଭତ୍ତା ରାଶି ମିଳିବାକୁ ଯାଉଛି। ତେବେ କେବେ ମିଳିବ କେଉଁମାନଙ୍କୁ ମିଳିବ ତାହା ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଦେଖିବେ, ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ସରକାରୀ ବୈଠକରେ ଆଜି ଆଲୋଚନା ହେଲା ଏଣିକି ସମସ୍ତଙ୍କୁ ମିଳିବ 3000 ଟଙ୍କା ଭତ୍ତା ରାଶି। ତେବେ ଏହି ନୂଆ ଭତ୍ତା ରାଶି ଆପଣମାନଙ୍କୁ ଏହି ମାସ ଦ୍ୱିତୀୟ ସପ୍ତାହରେ ମିଳିବାକୁ ଯାଉଛି। ତେବେ ଦର୍ଶନ୍ତୁ ମଧୁବାବୁ ପେନ୍ସନ୍ ଯୋଜନା ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ଖବର ମଧ୍ୟ ଦେଇସାରିଛନ୍ତି। ସୋସିଆଲ ସିକ୍ୟୁରିଟି ଏନ୍ଭାୟରମେଣ୍ଟ ବିଭାଗ ସୂତ୍ରରୁ ତଥ୍ୟ ଅନୁସାରେ ସରକାର ଅବଶେଷରେ ପେନ୍ସନ୍ ଭତ୍ତା ରାଶିକୁ ମଞ୍ଜୁର ମଧ୍ୟ ପ୍ରଦାନ କରିଛନ୍ତି। ଏହି ଅନୁସାରେ ରାଜ୍ୟରେ ଥିବା ବୃଦ୍ଧ ବିଧବା ବିକଳାଙ୍ଗମାନେ ଏକ ବଡ଼ ସୁଯୋଗ ପାଇବାକୁ ଯାଉଛନ୍ତି 3000 ଟଙ୍କାର ଭତ୍ତା ରାଶି ପାଇବାକୁ। ତ ଯେଉଁମାନଙ୍କୁ ଆଗରୁ ମିଳିନି 3000 ଟଙ୍କା, ତ ଏହି ଦ୍ୱିତୀୟ ସପ୍ତାହରେ ମିଳିବାକୁ ଯାଉଛି ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି। ପୂର୍ବରୁ ପେନ୍ସନ୍ ଭୋଗୀମାନେ ବହୁତ ଅପେକ୍ଷା କରିଛନ୍ତି କିନ୍ତୁ ତାହା ହୋଇପାରିନଥିଲା, କିନ୍ତୁ ବର୍ତ୍ତମାନ ସମସ୍ତଙ୍କୁ ଏହି ଭତ୍ତା ରାଶି ମିଳିବାକୁ ଯାଉଛି ଏହି ମାସ ଦ୍ୱିତୀୟ ସପ୍ତାହରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଇନଫର୍ମେଟିଭ୍ ହୋଇଥାଏ ତାହେଲେ ଅଧିକରୁ ଅଧିକ ଲୋକମାନଙ୍କୁ ସେୟାର କରନ୍ତୁ।